ନମସ୍କାର ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓରେ ଚର୍ଚ୍ଚା କରିବା କୁମ୍ଭ ରାଶି ବିଷୟରେ। କୁମ୍ଭ ରାଶି ଉପରେ ଶନିଦେବଙ୍କ କୃପାରୁ କ'ଣ ପ୍ରଭାବ ରହିଛି, କ'ଣ ଶୁଭ ରହିଛି, ଆଗାମୀ ମାସ ଆପଣଙ୍କର କେମିତି କଟିବ, କର୍ମକ୍ଷେତ୍ର, ଆର୍ଥିକ ସ୍ଥିତି, ପାରିବାରିକ ଜୀବନ, ସ୍ୱାସ୍ଥ୍ୟ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ'ଣ ରହିବ, କ'ଣ କଲେ ଆପଣଙ୍କୁ ଅଧିକରୁ ଅଧିକ ଶୁଭ ହେବ। ତ ଚାଲନ୍ତୁ ଚର୍ଚ୍ଚା କରିବା ସେଇ ବିଷୟରେ। ତ ଦର୍ଶକ ବନ୍ଧୁ, ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ନିହାତି ଭାବେ ଆଜି ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ଆଗାମୀ ଦିନରେ ଆପଣ ନୂଆ ନୂଆ ଭିଡ଼ିଓ ପାଇବେ। ତ ପ୍ରଥମେ ଦେଖିବା ଆମେ ଏହି ରାଶିର କର୍ମକ୍ଷେତ୍ର ଉପରେ। ଆପଣ ଯଦି ଚାକିରି କରୁଛନ୍ତି, ଆପଣଙ୍କୁ କିଛି ବଡ଼ ଦାୟିତ୍ୱ ନେବାର ଅଛି। ବଡ଼ ଦାୟିତ୍ୱରେ ଆପଣ ବସିବାକୁ ଯାଉଛନ୍ତି। ଯଦି ଆପଣ ଚାକିରି ପାଇଁକା ଆପ୍ଲାଏ କରୁଛନ୍ତି, ତାହେଲେ ଆପଣଙ୍କୁ ଓକିଲ, ରେଲୱେ ଏହିସବୁ ଜାଗାମାନଙ୍କୁ ଚାକିରିରେ ଆସିପାରେ। ଏହିସବୁ ଉପରେ ଯଦି ଆପଣ କିଛି କରିବେ, ତାହେଲେ ଆପଣ ସୁନିଶ୍ଚିତ ସଫଳ ହେବେ। ଆପଣ ବ୍ୟବସାୟ ଯଦି କରୁଛନ୍ତି, ବ୍ୟବସାୟରେ ବହୁତ କିଛି ଲାଭ ଆସିବ। ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚିନ୍ତ ଭାବେ ମିଳିବ। ନୂଆ ଦାୟିତ୍ୱ କିଛି ନେବାର ଅଛି ଆପଣଙ୍କୁ। ତ ଆପଣ ବହୁତ କିଛି ମାନ ସମ୍ମାନରେ ପରିପୂର୍ଣ୍ଣ ହେବେ। ଯଦି ଦେଖିବା ଆପଣଙ୍କ ଆୟ ଓ ଆର୍ଥିକ ସ୍ଥିତି କେମିତି ରହୁଛି। ଆର୍ଥିକ ସ୍ଥିତି ଆପଣଙ୍କର ଆଗ ଅପେକ୍ଷା ଏବେ ବହୁତ କିଛି ସୁଧୁରିବାକୁ ଯାଉଛି। ଆୟ ବଢ଼ିବ, ଧନର ଲାଭର ଯୋଗ ଅଛି। ଆପଣ ଯେଉଁ ଋଣ କରୁଛନ୍ତି, ତାହା କି ଋଣ ଆଣିବାର ଅଛି, ସେସବୁ ଟିକେ ଦେଖି ଚାହିଁ କରନ୍ତୁ, ନଚେତ୍ ବହୁତ ଅସୁବିଧାରେ ଆପଣ ପଡ଼ିପାରନ୍ତି। ଅନବଶ୍ୟକ ମାନେ ଆପଣଙ୍କର ବଦ ଖର୍ଚ୍ଚକୁ ଟିକେ କମ୍ କରନ୍ତୁ। ନିୟନ୍ତ୍ରଣ ରଖିଲେ ଆପଣଙ୍କର ସଞ୍ଚୟ ବଢ଼ିବ। ପାରିବାରିକ ଜୀବନ ଆପଣଙ୍କର କିପରି ରହିବ? ପାରିବାରିକ ଜୀବନରେ ଆପଣ ଛୋଟ ମୋଟ ସମସ୍ୟା ପାଇବେ, କିନ୍ତୁ ପରିବାରର ସହଯୋଗ ଓ ଶାନ୍ତି ରହିବ। ପୁରୁଣା ମତଭେଦ, ଯେଉଁ ଛୋଟ ମୋଟ ସମସ୍ୟା ମତଭେଦ ଅଛି, ତାହା ସମାଧାନ ହୋଇଯିବ। ଯଦି ଦେଖିବା ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ। ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ନିୟମିତ ବ୍ୟାୟାମ ଓ ବିଶ୍ରାମ ଉପରେ ଟିକେ ଧ୍ୟାନ ଦିଅନ୍ତୁ। ସବୁବେଳେ ପରିଶ୍ରମ କଲେ ହେବନି, ଟିକେ ବଡ଼ିକୁ ରେଷ୍ଟ ଦିଅନ୍ତୁ। ଦେଖିବେ ଆପେ ଛାଏଁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲରେ କଟିବ। ଯଦି ଦେଖିବା ଆପଣମାନେ ପିଲାପିଲି, ଆପଣଙ୍କର ପିଲାମାନେ ଆଉ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ'ଣ କହୁଛି ଆଗାମୀ ମାସରେ। ବହୁତ ଏକାଗ୍ରତା ରହିବେ। ଯେଉଁ ବିଷୟରେ ଚର୍ଚ୍ଚା କରୁଛନ୍ତି, ସେ ବିଷୟରେ ସଫଳ ମଧ୍ୟ ହେବେ। ଯଦି ପାଠ ପଢ଼ାପଢ଼ି ଦେଖିବା, ଟିକେ କିଛି ତ୍ରୁଟି ଆସିବ, କିନ୍ତୁ ବର୍ତ୍ତମାନ ସ୍ଥିତି ଆପଣଙ୍କର ବହୁତ ବଢ଼ିଆ ଅଛି। ଯଦି ଦେଖିବେ ଆପଣ ଆହୁରି ଅଧିକ ଶୁଭ ପାଇବା ପାଇଁକା, ଶୁଭାଶୁଭି ପାଇବା ପାଇଁକା, ତ ଉପାୟ ବହୁତ ସରଳ ଉପାୟ ମୁଁ ଆପଣମାନଙ୍କୁ କହିଦେଉଛି। ଶନିବାର ଦିନ ଶନିଦେବଙ୍କୁ ପୂଜା କରନ୍ତୁ। ରାଶି ତେଲରେ ଦୀପ ଜାଳନ୍ତୁ। ବହୁତ ଗରିବ ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ। ଶନି ମନ୍ତ୍ର ନିହାତି ଭାବେ ଜପ କରନ୍ତୁ। ଶନି ମନ୍ତ୍ର ଜପ କଲେ ଆପଣଙ୍କର ସବୁ ଶତ୍ରୁ ଭୟ ଯିବ ପାରି। ଶନି ମନ୍ତ୍ରଟି ଲେଖି ରଖନ୍ତୁ। ଶନି ମନ୍ତ୍ର ହେଲା ଓମ୍ ଶಂ ଶନିଶ୍ଚରାୟ ନମଃ। ଏହି ମନ୍ତ୍ରକୁ ପ୍ରତ୍ୟେକ ଦିନ 108 ଥର ଜପ କରନ୍ତୁ। ଦେଖିବେ ଆପଣଙ୍କର ଜୀବନରେ ଗତିପଥ ଭାଗ୍ୟ କେମିତି ଫିଟୁଛି। ଦର୍ଶକ ବନ୍ଧୁ, ଯଦି ଆପଣଙ୍କୁ ଆମ ଭିଡ଼ିଓ ଭଲ ଲାଗୁଥିବ, ନିହାତି ଭାବେ ସବସ୍କ୍ରାଇବ୍ କରି ଲାଇକ୍ଟେ କରିଦେବେ। ଆଉ କମେଣ୍ଟ ବକ୍ସରେ ଜୟ ଶନିଦେବ ନିହାତି ଭାବେ ଲେଖିବେ। ରହିଲୁ। ଜୟ ଶନିଦେବ, ଜୟ ଜଗନ୍ନାଥ।